ନମସ୍କାର ସାଙ୍ଗମାନେ, ଆଜି ଯୋଗ ସହ ଦେଖିବା ପାଇଁ ଚାଲିଗଲୁ ଆମେ ଉଦଳାର ଅନୁଷ୍ଠିତ ହେଇଥିବା ସରସ୍ୱତୀ ମେଳା। ମେଳାର ଦୃଶ୍ୟ ଏମିତି ଥିଲା ଯେ ଗୋଟେ ମିନିଟ୍ ବି ସେଠାରୁ ଘରକୁ ଆସିବା ପାଇଁ ଇଚ୍ଛା ନଥିଲା। ତଥାପି ଆମେ ବାଧ୍ୟ ହୋଇ ମେଳା ଯେତେ ଶୀଘ୍ର ସାରିକି ଘରକୁ ଯିବା ପାଇଁ ଆସିଲୁ, କାରଣ ଆମେ ସିଏ ବି ଘରେ କହିନାହିଁ, ମୁଁ ବି ଘରେ କହିନାହିଁ, ଲୁଚିକି ଆମେ ମେଳା ବୁଲିବାକୁ 2 ଜଣ ପଳେଇ ଆସିଛୁ। ତ ଚାଲ ଶୀଘ୍ର ଶୀଘ୍ର ମେଳା ବୁଲି ଦେଇକି ଆମେ ଘରକୁ ବାହାରିବା। ଯୋଗ ମନରେ ବହୁତ ବହୁତ ଖୁସି ଥାଏ। ସେ କହୁଛି ଆଜି ଆମ ଭାଇ ଯିବାନି, ରାତି ହେଇଯାଉ ବରଂ ଏଠି ରହିବା। ମୁଁ କହୁଛି ହଁ ନିହାତି। ତାପରେ ଆମେ ଦେଖିଲେ ଯେ ବିଭିନ୍ନ ପ୍ରକାର ଦୋକାନ ଏଠି ବସି, ଦେଖ କେତେ ସୁନ୍ଦର ଫୁଲ ଗଛ ଗୁଡ଼ା ବିକ୍ରି ହେଉଛି, ପ୍ଲାଷ୍ଟିକ ଫୁଲ ଗୁଡ଼ା। ତାପରେ ଆମେ ଆଗକୁ ମାଡ଼ି ଚାଲିଲୁ। ତାପରେ ଏଠାରେ ଶଙ୍ଖ ସବୁ ବିକ୍ରି ହେଉଛି। ତାପରେ ଯୋଗ କହିଲା ଚାଲ ଟିକେ ଦୋଳି ଆଡ଼େ ବୁଲି ଆସିବା। ଦେଖନ୍ତୁ କେତେ ସୁନ୍ଦର ଦୋଳି ଏଠାରେ ବସିଛି, ରାମଦୋଳି ବିଭିନ୍ନ ପ୍ରକାର ସବୁ ଆସିଛି ଛୋଟ ଛୁଆଙ୍କୁ ମଜା କରିବା ପାଇଁ। ତାପରେ ଦିନ ବେଳେ ଆସିଲେ କୌଣସି ଜିନିଷ ଉପଭୋଗ କରିପାରିବେନି, କାରଣ ଲାଇଟ୍ କିଛି ଦେଖାଯିବନି। ସେଥିପାଇଁ ରାତି ବେଳେ ଆସିବା ପାଇଁ ଏଟାକୁ ପଡ଼ିବ। ତ ଆମେ ଭାବିଲେ ଲେଟ୍ ହେଇଯିବ, ସେଥିପାଇଁ ଦିନ ବେଳେ ଆମେ ପଳେଇ ଆସିଛେ। ହଉ ଦେଖିବା, ଯଦି ହବ ସନ୍ଧ୍ୟା ହେଇଗଲେ ଟିକେ ଟିକେ ଦେଖିଦେଇକି ପଳେଇବା। ତାପରେ ଦେଖନ୍ତୁ ଛୁଆମାନେ କେତେ ଖୁସି ଅଛନ୍ତି ଏଠାରେ। ତାପରେ ଯୋଉ ଗଲେ ସାନ ଭାଇ ଖାଇଦେବା, ଆଉ ୱେଟ୍ କରି ହବନି, ନହେଲେ ଖାଇବା। ବହୁତ ଜୋରରେ ଭୋକ ଲାଗିଥିଲା ଆମକୁ। କଟକ ଫେମସ୍ ଭେଲପୁରୀ ରିମିକ୍ସ ହୋଟେଲର ନାଁ, ସେଠାରେ ଆମେ ଯାଇ ପହଞ୍ଚିଗଲୁ। 2ଟି ଭେଲପୁରୀ ଅର୍ଡ଼ର ଦେଇକି ଆମେ ବସିଲୁ, ସାଙ୍ଗେ ସାଙ୍ଗେ ଭେଲପୁରୀ ଆମର ରେଡ଼ି ହେଇଗଲା। ତାପରେ ଆମେ ମଜାରେ ସମସ୍ତେ ମାନେ ଯୋଗ ଆମେ ଖାଇଦେଲୁ, ଖାଇବା ଆରମ୍ଭ କଲୁ। ତାପରେ ଖାଇଲେ ସେଠାରେ ଆମେ ଖାଇସାରିବା ପରେ ଆମେ ସେଠୁ ବାହାରିଲୁ। ସନ୍ଧ୍ୟା ହେଇଗଲା, ଘରକୁ ଯିବା। ତାପରେ ଇଚ୍ଛା ହେଲା ଟିକେ ଯାଇକି ଆଇସ୍କ୍ରିମ୍ ଖାଇଦେବା। ହଉ ଚାଲ ଟିକେ ଭାବିଲେ ଟିକେ ଆଇସ୍କ୍ରିମ୍ ଖାଇଦେଇକି ଘରକୁ ପଳେଇବା। ଯୋଗକୁ ଥଣ୍ଡା ହେଇଛି, ତଥାପି ଟିକେ ଆଇସ୍କ୍ରିମ୍ ଖାଇବା ପାଇଁ ଇଚ୍ଛା ହେଲା। ସେଥିପାଇଁ ଆମେ ଆଇସ୍କ୍ରିମ୍ ଦୋକାନ ଆଡ଼କୁ ଯାଉଛେ। ତାପରେ ଆଇସ୍କ୍ରିମ୍ ଦୋକାନରେ ଫାଇନାଲି ପହଞ୍ଚିଗଲେ। ଭାନିଲାର 2ଟି କୋନ୍ ଆଇସ୍କ୍ରିମ୍ ନେଇ ଆସିଲେ। ତାପରେ ଯୋଗ ମୁଁ ଖାଇବା ଷ୍ଟାର୍ଟ କରିଦେଲି। ତାପରେ ଆଇସ୍କ୍ରିମ୍ ଖାଇକି ଆମେ ମଧ୍ୟ ବୁଲିଲୁ। ଥଣ୍ଡା ହେଇଛି, ତଥାପି ଆଇସ୍କ୍ରିମ୍ ଖାଇବା ପାଇଁ ଆମେ ପଛଉନେ। ତାପରେ ଦେଖିଲା ବେଳକୁ ସନ୍ଧ୍ୟାବେଳେ ରାମଦୋଳି ଆରମ୍ଭ ହେଇଗଲାଣି, କିନ୍ତୁ ଆମର ଲେଟ୍ ହେଇଗଲାଣି। ଆମେ ଆଉ ବସିଲେନି, କହିଲେ ପଳେଇବା। ତା ବାପା ବି ଫୋନ୍ ମାରିଲେଣି, ଯୋଗର ବାପା, ସିଏ କହିନାହିଁ ଘରେ, ତଥାପି ଆମେ ଲୁଚିକି ପଳେଇ ଆସିଛେ। ତ ଆଉ ଲେଟ୍ କରିବାନି, ଚାଲ ପଳେଇବା। ତାପରେ ଦେଖନ୍ତୁ ରାତିର ଦୃଶ୍ୟ ଉଦଳା ଅତି ସୁନ୍ଦର, ସେଟା ମନୋହର। ଏତେ ସୁନ୍ଦର ଲାଇଟରେ ସଜା ହେଇଛି, ପିଲାମାନେ ଦେଖିବେ। ତାପରେ ଆମେ ବଣ ପାରିକି ଆସିବା ବୋଲି ଟିକେ ଶୀଘ୍ର ପଳେଇ ଆସିଲେ, ରାତି ହେଲାଣି ନା। ତାପରେ ଆମେ ସେଠାରୁ ପଳେଇ ଆସିଲେ। ତ ନେକ୍ସଟ ବ୍ଲଗରେ ଆପଣଙ୍କ ସହ ପୁଣି ଦେଖାହେବ। ରହୁଛି, ନମସ୍କାର, ଜୟ ଜଗନ୍ନାଥ, ଜୟ ହନୁମାନ।